ଅନୁଷ୍ଠିତ ହେଉଛି ଗଣତନ୍ତ୍ରର ମହାପର୍ବ। ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ସର୍ବବୃହତ ମହାପର୍ବ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ 2024 ସାଧାରଣ ନିର୍ବାଚନ ଯେଉଁଠି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏଠି ଲୋକମାନେ ଏହି ପର୍ବରେ ସାମିଲ ହୁଅନ୍ତି। ଏହା ସବୁଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ଅଟେ ଏବଂ ଚଳିତ ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଅଞ୍ଚଳରେ ଅନୁଷ୍ଠିତ ହେଉଛି। ତ ବାଲିଗୁଡ଼ା ବିଧାନସଭା ଅଧୀନରେ ଆସୁଥିବା ଏହି ତୁମୁଡ଼ିବନ୍ଧ ବିଧାନସଭା କ୍ଷେତ୍ର ଅଞ୍ଚଳରେ ଚଳିତ ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି। ଆମେ ସିଧାସଳଖ ଆସି ପହଞ୍ଚିଛୁ ତୁମୁଡ଼ିବନ୍ଧ ବ୍ଲକରେ ପିଙ୍କ ବୁଥରେ, ଯେଉଁଠି ବିଭିନ୍ନ ପ୍ରକାର ବ୍ୟବସ୍ଥାର ଆୟୋଜନ କରାଯାଇଛି ସରକାରୀ ସ୍ତରରେ। ଆଉ ଏଠି ଟେଣ୍ଟ ମରାଯାଇଛି ଦେଖୁଥିବେ ଆପଣମାନେ। ଆମେ ସିଧାସଳଖ ଦେଖାଇବା ପାଇଁ କହିବି ସହଯୋଗକୁ କିଭଳି ଭାବେ ଏକ ଖୋଲା ଆକାଶ ତଳେ ଲୋକମାନେ ଏଠି ହଇରାଣ ହରକତ ହେଉଛନ୍ତି ଏବଂ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପିଇବା ପାଣି ନାହିଁ ଏମାନଙ୍କୁ ପାଣି ମଧ୍ୟ ଦଳୀୟ ପ୍ରଚାରକମାନେ ଦଳୀୟ କର୍ମୀମାନେ ସେମାନେ ପାଉଚ୍ ପାଣି ଯୋଗାଉଛନ୍ତି, ଯାହା ଶିଶୁମାନଙ୍କୁ ନେଇକି ଆସିଛନ୍ତି ଆଉ ମହିଳାମାନେ ଆସିଛନ୍ତି, ଏଠି ଗର୍ଭବତୀ ମହିଳାମାନେ ଆସିଛନ୍ତି। ସେ ପାଉଚ୍ ପାଣି ପିଇବା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଗୁରୁତର ହେବାର ସମ୍ଭାବନା ରହିଛି। ଭୋଟର ମତଦାତାଙ୍କୁ ପଚାରିବା ସେମାନେ କ'ଣ କ'ଣ ସବୁ ବ୍ୟବସ୍ଥା ପାଇଛନ୍ତି, ସୁବିଧା ସେମାନଙ୍କ ପାଇଁ କ'ଣ ହେଇଛି। ଆଉ ଆମେ ସିଧାସଳଖ ପଚାରିବା। ଧାଡ଼ି ଲାଗିଛନ୍ତି ମାଆମାନେ। ମା କେତେବେଳେ ଆସିଲଣି? ସକାଳୁ ଆସିଲଣି? ତ ଭୋଟ ଦେଇନ? ଆଚ୍ଛା, କ'ଣ ସବୁ ବ୍ୟବସ୍ଥା କରାହେଇଛି ସରକାରଙ୍କ ତରଫରୁ? ଉପରେ ଛାତ ଅଛି କି ଖରା ପାଇଁ କ'ଣ ବ୍ୟବସ୍ଥା କରାହେଇଛି? ଆପଣମାନେ ଦେଖୁଥିବେ ବୃଦ୍ଧା ମହିଳା ସେମାନେ ତଳେ ବସିଛନ୍ତି, ସେମାନଙ୍କ ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ। ଆଉ ଏଠି ସରକାରଙ୍କର ଯେଉଁ ବ୍ୟବସ୍ଥା କରିବା କଥା ତାହା ମଧ୍ୟ କରାଯାଇନାହିଁ। ଆଜ୍ଞା, ବଡ଼ ଖବର ସ୍ୱାଗତ କରୁଛି। କ'ଣ କହିବେ ଏଠି ଯେଉଁ ପିଙ୍କ ବୁଥରେ ଯେଉଁ ସମସ୍ତ ବ୍ୟବସ୍ଥା ହେବା କଥା ସରକାର ସେ ସମସ୍ତ ବ୍ୟବସ୍ଥା କରିଛନ୍ତି ନା ନାହିଁ? ବର୍ତ୍ତମାନ ସୁଦ୍ଧା ଶୃଙ୍ଖଳିତ ବ୍ୟବସ୍ଥା ହେଇନାହିଁ, କାରଣ ଆଉ କିଛି ସମୟ ପରେ ଅଧଘଣ୍ଟା ପରେ ଏଠି ଏତେ ପ୍ରବଳ ଖରା ହେବ ଯେଉଁଟାକି କୌଣସି ଭୋଟର୍ସ ଖରା ବାହାରେ ଠିଆ ହିଁ ହେଇପାରିବେ ନାହିଁ। ଟୋଟାଲ୍ ଡାଳ ଛାମୁଣ୍ଡିଆ କରିବା କଥା ଆଉ ତା ବ୍ୟବସ୍ଥା ହେଇନାହିଁ ଏବଂ ଯେଉଁ ହିସାବରେ ଡିସ୍ପୋଜଲ୍ ହେବା କଥା ପ୍ରିଜାଇଡ଼ିଂ ଅଫିସରଙ୍କ ପାଖରେ ବହୁତ ସ୍ଲୋ ହେଉଛି, ତେଣୁ ଲୋକ ବି ବିରକ୍ତି ପ୍ରକାଶ କରୁଛନ୍ତି। ଦେଖିବାକୁ ଗଲେ ଆମେ ଦେଖୁଛୁ ଏଠି ପାନୀୟ ଜଳର ବ୍ୟବସ୍ଥା ନାହିଁ। ଲୋକମାନଙ୍କୁ ଦଳୀୟ କର୍ମୀମାନେ ପାଣି ପାଉଚ୍ ବିତରଣ କରୁଛନ୍ତି। ତ ପାଣି ପାଉଚ୍ ଯେହେତୁ ସ୍ୱାସ୍ଥ୍ୟଜନକ ନୁହେଁ, ସ୍ୱାସ୍ଥ୍ୟ ପାଇଁ ହିତଜନକ ନୁହେଁ, ତାକୁ ନେଇକି କ'ଣ କହିବେ? ସରକାର ପାନୀୟ ଜଳ ବ୍ୟବସ୍ଥା କରିବାର ବନ୍ଦୋବସ୍ତ ରହିଛି ନା ନାହିଁ? ପାନୀୟ ଜଳର କୌଣସି ପ୍ରକାର ବ୍ୟବସ୍ଥା ନାହିଁ। ଏଇ ଯେଉଁ ପାଣି ପାଉଚ୍ ବିତରଣ ହେଉଛି ଏଇଟା ମଧ୍ୟ ଇନହାଇଜେନିକ୍ ହେଉଛି ଦେହ ପାଇଁ ବୋଲିକି, କିନ୍ତୁ ଯେହେତୁ ପ୍ରବଳ ତୃଷାରେ ଲୋକ ଅଛନ୍ତି ତେଣୁ ବାଧ୍ୟ ହୋଇକି ଅନନପା ହେଇକି ସେମାନେ ଏଇ ପାଣି ବ୍ୟବହାର କରୁଛନ୍ତି। ଏଇଟା ଠିକ୍ ଜିନିଷ ନୁହଁ ଏବଂ ପ୍ରଶାସନର ତତ୍ପରତା କାହିଁ ଆମେ ଅନୁମାନ କରିପାରୁନୁ। ବାରମ୍ବାର ଆଉ ଯେମିତିକି ଆମର ରାଜ୍ୟ ସରକାର ଘୋଷଣା କରିଛନ୍ତି ପ୍ରଚଣ୍ଡ ରୌଦ୍ର ତାପ ଗ୍ରୀଷ୍ମ ପ୍ରବାହ ରହିଛି, ଏହାର ସମସ୍ତ ବ୍ୟବସ୍ଥା କରିବା କଥା, ଉପରେ ଛାତ ଦେବା କଥା, କୌଣସି ପ୍ରକାର ଛାତ ହେଇନାହିଁ। ଆମେ ଦେଖୁଛୁ ଏଠି ବୃଦ୍ଧା ମା ମାନେ ଅଛନ୍ତି। ମା କେତେ ସମୟ ହେଲାଣି ଏଠି ଆଇଛି? କେତେ ସମୟ ହେଲାଣି? 2 ଘଣ୍ଟା ହେଇଗଲାଣି। କ'ଣ ହେଉଛି? ଯାଇପାରୁନ? ଗହଳି ହେଉଛି, ଯାଇପାରୁନ ତମେ? ଆପଣ ସିଧାସଳଖ ଦେଖୁଥିଲେ ପ୍ରିଜାଇଡ଼ିଂ ଅଫିସର କିମ୍ବା ଏଠି ଯେଉଁ ଭୋଟ ମତଦାନ କେନ୍ଦ୍ରକୁ ନିୟନ୍ତ୍ରଣ କରୁଛନ୍ତି ସେମାନେ ଆଉ କିଭଳି ଭାବେ ଆଉ ବିଳମ୍ବ କରୁଛନ୍ତି। ଆମେ ସିଧାସଳଖ ପଚାରିବା କ'ଣ ସବୁ ବ୍ୟବସ୍ଥା ରହିଛି ଆଜ୍ଞା ଆପଣ ଏଠି? ବ୍ୟବସ୍ଥା ଠିକ୍ ନାହିଁ, ବିଳମ୍ବ ହେଉଛି ଆଉ ପାଣିର ସୁବିଧା ନାହିଁ, କୌଣସି ବିଶେଷ ସୁବିଧା ନାହିଁ, କିଛି ସୁବିଧା ନାହିଁ, ଖରା ପ୍ରବଳ ହେଉଛି, ଖରା ହେଉଛି। ତାପରେ ଆଉ କୌଣସି ଟେଣ୍ଟର ବ୍ୟବସ୍ଥା ନାହିଁ, ତେଣୁ ଆମେ ବହୁତ ଦୁଃଖିତ। ବ୍ଲକ ପ୍ରଶାସନ ଏଠିକାର ପ୍ରଶାସନ এই সমস্ত ব্যবস্থা করা কথা, কিন্তু এটি ব্যবস্থা করা যায় না। ঝিও তুমি প্রথম থর ভোট দৌছ? ଆପଣମାନେ ଦେଖୁଛନ୍ତି କିଭଳି ଅବ୍ୟବସ୍ଥା ରହିଛି। ଆଉ ଏଠି ଆମ ଗହଣରେ ଆମର ଜଣେ ବରିଷ୍ଠ ନାଗରିକ ଅଛନ୍ତି, ଜଣେ ସିନିୟର ସିଟିଜନ୍ ଅଛନ୍ତି, ବରିଷ୍ଠ ଶିକ୍ଷକ ଅବସରପ୍ରାପ୍ତ ଶିକ୍ଷକ ଅଛନ୍ତି। ତାଙ୍କଠାରୁ ପଚାରି ବୁଝିବା କ'ଣ ସବୁ ବ୍ୟବସ୍ଥା ହେବା କଥା ଏଇ ପିଙ୍କ ବୁଥରେ ଏବଂ କ'ଣ ହେଇନାହିଁ। ସାର୍, କ'ଣ ବ୍ୟବସ୍ଥା ହେବା କଥା ଏଠି ମତଦାନ କେନ୍ଦ୍ରରେ କ'ଣ କ'ଣ ହେଇନାହିଁ, ଅସୁବିଧା ଅଛି? ମତଦାନ କେନ୍ଦ୍ର ଠିକ୍ ଭାବରେ ଚାଲିଛି। ଆଉ ଅସୁବିଧା ବେଲେ କ'ଣ ପାଣି ଫାଣି ବ୍ୟବସ୍ଥା କରିବା କଥା, ଆଉ ଖରା ଦିନ ନା ମୁଣ୍ଡ ଉପରେ ଛାମୁଣ୍ଡା ହେବା କଥା, ଆଉ ସାମ୍ନା ଗୋଟେ ହେବା କଥା। ଆଉ ଗୁଆହାଟୀ ଭୋଟ ଦେଲି ଆପଣ ନାଗରିକ ଅଧିକାର ଯେଉଁ ସାବ୍ୟସ୍ତ କଲି, ଯାହା ହଉ ତା 3 ବର୍ଷରେ ଆଜି
ଉଦ୍ଧାର କରୁଥିବାରୁ ନିଜକୁ ଆପଣମାନେ ଶୁଣୁଥିଲେ ସେ 86 ବର୍ଷରେ ପଦାର୍ପଣ କରିଛନ୍ତି। ବୟସର ଅପରାହ୍ନରେ ମଧ୍ୟ ସେ ଯେତେବେଳେ ଭୋଟ ଦେଉଛନ୍ତି ସେଥିପାଇଁ ସେ ଖୁସି ବ୍ୟକ୍ତ କରିଛନ୍ତି, କିନ୍ତୁ ସେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଶାସନ ଉପରେ ଯେ ଏଠି ଛାମୁଣ୍ଡା ହେବା କଥା ଏବଂ ପାନୀୟ ଜଳ ପ୍ରଚୁର ମାତ୍ରାରେ ଲୋକମାନଙ୍କୁ ଯୋଗାଇ ଦେବା କଥା। ଯେଉଁଭଳି ମାତ୍ରାରେ ଗ୍ରୀଷ୍ମ ପ୍ରବାହ ରହିଛି ଆଉ ମତଦାତାମାନଙ୍କ ପାଇଁ ସମସ୍ତ ସୁବିଧାର ବନ୍ଦୋବସ୍ତ ଥିଲେ ମଧ୍ୟ ଆଉ ସ୍ଥାନୀୟ ପ୍ରଶାସନ କ'ଣ ପାଇଁ ଏହାର ଅବହେଳା କରିଛନ୍ତି ତାହା ନିଶ୍ଚିତ ଭାବେ ଏକ ପ୍ରଶ୍ନବାଚୀ ମତଦାତାଙ୍କ ମଧ୍ୟରେ ନିଶ୍ଚିତ ଭାବେ ଏକ ପ୍ରଶ୍ନବାଚୀ। ତେଣୁ ବଡ଼ ଖବର ଜରିଆରେ ଆମେ ସର୍ବସାଧାରଣ ଏହା ପ୍ରକାଶ କରିବା ପାଇଁ ଚାହିଁବୁ, ଜିଲ୍ଲା ପ୍ରଶାସନଙ୍କର ଅବଗତ କରିବା ପାଇଁ ଚାହିଁବୁ ଯଥାଶୀଘ୍ର ଏହି ପିଙ୍କ ବୁଥରେ ଯେଉଁ ସମସ୍ତ ବ୍ୟବସ୍ଥାର ବନ୍ଦୋବସ୍ତ କରିବା କଥା ସେ ସମସ୍ତ ବ୍ୟବସ୍ଥା ବନ୍ଦୋବସ୍ତ କରାଯାଉ ଏବଂ ମତଦାତାମାନଙ୍କୁ ଶୃଙ୍ଖଳିତ ଭାବରେ ଏମାନଙ୍କୁ ମତଦାନ କରିବା ନିମନ୍ତେ ସ୍ୱାଧୀନ ଭାବରେ ମତଦାନ କରିବା ନିମନ୍ତେ ନିରପେକ୍ଷ ମତଦାନ କରିବା ନିମନ୍ତେ ଏମାନଙ୍କୁ ପ୍ରୋତ୍ସାହନ ଦିଆଯାଉ। ତୁମୁଡ଼ିବନ୍ଧ 139 ନମ୍ବର ବୁଥ୍ ପିଙ୍କ ବୁଥ୍ ପରିସରରୁ ପବିତ୍ର ଦିଗାଲଙ୍କ ରିପୋର୍ଟ, ବଡ଼ ଖବର।